I am Sangeeta. Welcome you to a new video. In this video, I will discuss a lesson of Class 6 English book Fun with English Part 1. Lesson 1 Kite. Here, kite is a poem. Poem means କବିତା। ଏହି କାଇଟ୍ କବିତାରେ କାଇଟ୍ର ଦୁଇଟା ଷ୍ଟେଜେସ୍ ବିଷୟରେ ବର୍ଣ୍ଣନା କରାଯାଇଛି। ଫାର୍ଷ୍ଟ ଷ୍ଟେଜ୍ କାଇଟ୍ ଅନ୍ ଦ ଗ୍ରାଉଣ୍ଡ, ସେକେଣ୍ଡ କାଇଟ୍ ଇନ୍ ଦ ଏୟାର। ଚାଲ ଏହାର ପ୍ରି ରିଡ଼ିଂ ପାର୍ଟକୁ ପଢ଼ିବା। ପ୍ରି ରିଡ଼ିଂ ପାର୍ଟରେ ପିଲାମାନେ ତୁମ ପାଇଁ କିଛି ପ୍ରଶ୍ନ ରହିଛି। କ'ଣ ସେ ପ୍ରଶ୍ନ ଗୁଡ଼ିକ ଚାଲ ଜାଣିବା। ହାଭ୍ ୟୁ ଏଭର୍ ଫ୍ଲୋନ୍ କାଇଟ୍ସ? ତୁମେମାନେ କେବେ କାଇଟ୍ ଉଡ଼ାଇଛ କି? ହାଭ୍ ୟୁ ଏଭର୍ ଅବଜର୍ଭ କାଇଟ୍ସ when they fly and they lie on the ground? କେବେ ତୁମେ ଗୁଡ଼ି ସବୁକୁ ଲକ୍ଷ୍ୟ କରିଛ ବା ଦେଖିଛ କି ଯେତେବେଳେ ସେମାନେ ଫ୍ଲାଏ କରୁଥାନ୍ତି ଆକାଶରେ ଏବଂ ଭୂମି ଉପରେ ପଡ଼ିଥାନ୍ତି? ଡୁ କାଇଟ୍ସ ଲୁକ୍ ଡିଫରେଣ୍ଟ when in the air? ଗୁଡ଼ି ଗୁଡ଼ିକ ବା କାଇଟ୍ ଗୁଡ଼ିକ ଅଲଗା ଦେଖାଯାଆନ୍ତି କି ଯେତେବେଳେ ସେମାନେ ଏୟାରରେ ଥାଆନ୍ତି? ହଁ, ଏୟାରରେ ଥିଲାବେଳେ ଗୁଡ଼ି ସବୁ ଅଲଗା ହିଁ ଦେଖାଯାଆନ୍ତି, କାରଣ ଏୟାରରେ ଥିଲାବେଳେ ଗୁଡ଼ି ଗୁଡ଼ିକ ଆମକୁ ତଳୁ ଛୋଟ ଦେଖାଯାଆନ୍ତି ଏବଂ ଯେତେବେଳେ ତଳେ ଥାଆନ୍ତି ସେଗୁଡ଼ିକ ଆମକୁ ଆକାରରେ ବା ସାଇଜରେ ବଡ଼ ଦେଖାଯାଆନ୍ତି। ଡୁ ଦେ ଅଲସୋ ଆକ୍ଟ ଡିଫରେଣ୍ଟଲି? ସେମାନେ ଭିନ୍ନ ଭିନ୍ନ ପ୍ରକାର ଆକ୍ଟିଭିଟି କରନ୍ତି କି? ହଁ, ସେମାନେ ଭିନ୍ନ ଭିନ୍ନ ପ୍ରକାର ଆକ୍ଟିଭିଟି କରନ୍ତି। ସି ଦ ଟୁ ପିକ୍ଚର୍ସ ଅଫ୍ କାଇଟ୍ ଆଣ୍ଡ ଗେସ୍। ତଳେ ଦିଆଯାଇଥିବା ଛବି ଦୁଇଟିକୁ ଦେଖ। ପ୍ରଥମ ଛବିରେ କାଇଟ୍ଟି ତଳେ ଭୂମିରେ ପଡ଼ିଥିବାର ଦୃଶ୍ୟ, ଦ୍ୱିତୀୟଟିରେ ଉଡ଼ୁଥିବାର ଦୃଶ୍ୟ ରହିଛି। ତେବେ ଚାଲ ହ୍ୱାଇଲ୍ ରିଡ଼ିଂ ପାର୍ଟକୁ ଯିବା। ହ୍ୱାଇଲ୍ ରିଡ଼ିଂ ଅର୍ଥ ପଢ଼ିବା ସମୟରେ। ଏହି କାଇଟ୍ ପୋଏମ୍ରେ ଦୁଇଟି ଷ୍ଟାଞ୍ଜା ରହିଛି। ଷ୍ଟାଞ୍ଜା 1ରୁ ଆରମ୍ଭ କରିବା। ଏ କାଇଟ୍ ଅନ୍ ଦ ଗ୍ରାଉଣ୍ଡ ଇଜ୍ ଜଷ୍ଟ ପେପର୍ ଆଣ୍ଡ ଷ୍ଟ୍ରିଂ, ବଟ୍ ଅପ୍ ଇନ୍ ଦ ଏୟାର ଇଟ୍ ୱିଲ୍ ଡ୍ୟାନ୍ସ ଆଣ୍ଡ ସିଂ। ଗୁଡ଼ିଟି ଯେତେବେଳେ ଭୂମି ଉପରେ ଥାଏ ଏହା କେବଳ କାଗଜ ଓ ସୂତା। ବଟ୍ ଅପ୍ ଇନ୍ ଦ ଏୟାର ଇଟ୍ ୱିଲ୍ ଡ୍ୟାନ୍ସ ଆଣ୍ଡ ସିଂ। କିନ୍ତୁ ଉପରେ ଏୟାରରେ ଥିବାବେଳେ ଏହା ନାଚୁଥାଏ ଏବଂ ଗୀତ ଗାଉଥାଏ। ସେକେଣ୍ଡ ଷ୍ଟାଞ୍ଜା। ଏ କାଇଟ୍ ଇନ୍ ଦ ଏୟାର ୱିଲ୍ ଡ୍ୟାନ୍ସ ଆଣ୍ଡ କ୍ୟାପର୍, ବଟ୍ ବ୍ୟାକ୍ ଅନ୍ ଦ ଗ୍ରାଉଣ୍ଡ ଇଜ୍ ଜଷ୍ଟ ଷ୍ଟ୍ରିଂ ଆଣ୍ଡ ପେପର୍। ଗୁଡ଼ିଟି ଏୟାରରେ ଥିବାବେଳେ ଗୀତ ନାଚୁଥାଏ ଏବଂ ଡେଉଁଥାଏ ଆନନ୍ଦରେ, କିନ୍ତୁ ଭୂମି ଉପରକୁ ଫେରି ଆସିଲେ ଏହା କେବଳ ସୂତା କାଗଜ ଅଟେ। ଏହି ଭିଡ଼ିଓରେ ଆମେ ଆଉ କିଛି କିୱାର୍ଡ଼ସ୍ ଜାଣିବା। ଏ ଚାପ୍ଟର ବିଷୟରେ କିଛି କିୱାର୍ଡ଼ ଜାଣିବା। ହିୟର୍ କାଇଟ୍ ମିନ୍ସ ଗୁଡ଼ି, ଗ୍ରାଉଣ୍ଡ ମିନ୍ସ ଭୂମି, ଜଷ୍ଟ କେବଳ ମାତ୍ର, ଅପ୍ ଇନ୍ ଦ ଏୟାର ମିନ୍ସ ବାୟୁମଣ୍ଡଳ ଥିବା ସମୟରେ, ଡ୍ୟାନ୍ସ ଅର୍ଥ ନାଚିବା, ସିଂ ଅର୍ଥ ଗୀତ ଗାଇବା, ଷ୍ଟ୍ରିଂ ଅର୍ଥ ସୂତା, କ୍ୟାପର ଅର୍ଥ ଲମ୍ଫ ଦେବା ବା ଡେଇଁବା, ଅପ୍ ଇନ୍ ଦ ଏୟାର ବାୟୁମଣ୍ଡଳ ଥିବା ସମୟରେ, ବ୍ୟାକ୍ ଅନ୍ ଦ ଗ୍ରାଉଣ୍ଡ ଭୂମି ଉପରକୁ ଆସିବା ସମୟରେ।